ମୁଁ ଆଜି ଖୁସି ଅଛି ଯେ ମୋତେ ପନିଶମେଣ୍ଟ ହେଇଛି, କିନ୍ତୁ କେନ୍ଦ୍ରୀୟ ସ୍ତରରେ ମୋ ଚିଠିକୁ ନେଇକି ସବୁ ମାନେ ଯୋଉ ମିଡିଆ ଚ୍ୟାନେଲ ଡିସ୍କସନ ମିଟିଂ ନେଲେ, ଆଲୋଚନା ହେଲା ଏବଂ ସୋନିଆ ଗାନ୍ଧୀଙ୍କ ପାଖରେ କଥା ପହଞ୍ଚିଛି ଏବଂ କଥା ପହଞ୍ଚିଲା ପରେ ସେମାନେ ଯାହା ନିଷ୍ପତ୍ତି ନେଲେ, କିନ୍ତୁ ଇଏ ଗୋଟେ ହ୍ୟାଣ୍ଡେଲ ମୁଁ PWC ଧରେଇ ଦେଇଛି। ୟା ଉପରେ କେବେ ନା କେବେ ତର୍ଜମା ହେବ, କେବେ ନା କେବେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ତାହା କଂଗ୍ରେସ ପାଇଁ ଭଲ ହେବ ଏବଂ ତାର ସୂତ୍ରଧର ହେଲା ମହମ୍ମଦ ମୁଫତି। ହଠାତ୍ ଆଜି ସକାଳୁ ମୁଁ ନ୍ୟୁଜ୍ ଶୁଣିବାକୁ ପାଇଲି, ମୋତେ ଏକ୍ସପ୍ଲେନ କରିଥିଲି ପାଣ୍ଟିଲି। ମୁଁ ତାକୁ ମଧ୍ୟ ଗ୍ରହଣ କରୁଛି ସାଦର ସହିତ। ଏଇଥିପାଇଁ ଗ୍ରହଣ କରୁଛି ଯେ ଆପଣମାନେ ଯୋଉମାନେ ମିଡିଆ ବନ୍ଧୁ ଅଛନ୍ତି, କେବଳ ଏଠି ନୁହଁ, ରାଜ୍ୟରେ ନୁହଁ, ସାରା ନ୍ୟାସନାଲ ଚ୍ୟାନେଲ ଆମ ଟପିକ ଟାକୁ କ୍ୟାଚ୍ କରିଥିଲେ, ଆଲୋଚନା କରିଥିଲେ, ବହୁତ ସମୟରେ ୟା ଉପରେ ଆଲୋଚନା ହେଇଛି। ତେଣୁ କୋଉଠି ନା କୋଉଠି ଏକ ବାଟ ଦେଖେଇଛି, ହ୍ୟାଣ୍ଡେଲ ଦେଇଛି ଆଲୋଚନା କରିବା ପାଇଁ ଦିଲ୍ଲୀରେ। ତେଣୁ କଂଗ୍ରେସ ଆଜି ଆମକୁ ଦୂରେଇ ଦେଇଛି, କିନ୍ତୁ ମୋର ବିଚାରଧାରା, ମୋର ଆଇଡିଓଲୋଜି କଂଗ୍ରେସ ସହିତ ରହିଛି, ରହିବ ଏବଂ ମୁଁ ଆଶା କରିବି ଯେ ଏତେ ପୁରୁଣା ଦଳ ଯଦି ମୋ କଥାକୁ ଟିକେ କୌଣସି ମାତ୍ରାରେ ଗ୍ରହଣ କରି କେବେ ଆଲୋଚନା କରନ୍ତି, ନିଶ୍ଚିତ ରୂପେ ଦଳରେ ଗଲେ ରିଫର୍ମ। କଂଗ୍ରେସ ପକ୍ଷରୁ ଯେଉଁଭଳି ପ୍ରେସମିଟ୍ ଆଜି କରାଯାଇଥିଲା ଏବଂ ଯେଉଁ ଅଭିଯୋଗ ଗୁଡ଼ିକ ସେମାନେ ରଖିଛନ୍ତି ଯେ ଆପଣ ବିଜେପି ପ୍ରଣୋଦିତ ହୋଇ ଏଭଳି ଷ୍ଟେଟମେଣ୍ଟ ଦେଇଛନ୍ତି ବା ଆପଣ ଯେଉଁ ଚିଠି ଲେଖିଥିଲେ ବିଜେପି ଠାରୁ ଅନୁପ୍ରାଣିତ ହୋଇ ତାଙ୍କ ପାଇଁ ଏଟା କରିଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣୁଛନ୍ତି। ଯଦିବା ଦେଶ ଦେଖନ୍ତୁ, ମୁଁ ବର୍ତ୍ତମାନ କଂଗ୍ରେସ ଦଳର ସଦସ୍ୟ ନାହୁଁ। ମୋର ଯାହା କହିବାର ଥିଲା ମୁଁ କଂଗ୍ରେସ ଦଳରେ ଥିଲାବେଳେ କହିସାରିଛି। ତେଣୁ ଦଳର ସଦସ୍ୟତା ମୋର ଗଲା ପରେ ମୁଁ ସେ ଦଳ ଉପରେ ସେମାନେ କ'ଣ କହିଛନ୍ତି ନ କହିଛନ୍ତି ତା ଉପରେ କିଛି ଟିପ୍ପଣୀ ଦେବା ପାଇଁ ଚାହୁଁନାହିଁ। ମୁଁ କ'ଣ କରିବାକୁ ଚାହୁଁଥିଲି, କ'ଣ କରିଛି ତା ଓଡ଼ିଶାବାସୀ ଜାଣିଛନ୍ତି। ଏଥିରେ ମୁଁ କାହାକୁ ଭାଗିଦାର କରିନାହିଁ କି କାହାକୁ ମୋ ସାଙ୍ଗରେ ନେଇନାହିଁ। ମୁଁ ଏକୁଟିଆ ଏ କାର୍ଯ୍ୟକ୍ରମକୁ ଆଗକୁ ନେଇ ସମସ୍ତେ ଯୋଉମାନେ କଂଗ୍ରେସ ପରିବାର ମୁଁ କାହା ଉପରେ କୌଣସି ବକ୍ତବ୍ୟ ବର୍ତ୍ତମାନ ଦେବାକୁ ଆଗାମୀ ପଦକ୍ଷେପ କ'ଣ ହେବ ମହମ୍ମଦ ମୁଫତିଙ୍କର ଯେହେତୁ ତ ବାହାର କରାଗଲା ପରବର୍ତ୍ତୀ ସମୟରେ କ'ଣ କରିବେ ଦେଖନ୍ତୁ, ଆପଣ? ଆଜି ତ ଏ କାର୍ଯ୍ୟକ୍ରମ ହେଇଛି ଏବଂ ସକାଳୁ ମୁଁ କାହା ସହିତ ଆଲୋଚନା କରିବାକୁ ମଧ୍ୟ ସୁଯୋଗ ପାଇନାହିଁ। ଆପଣମାନଙ୍କ ସହିତ କେବଳ ଆଲୋଚନା କରିବି। ତେଣୁ ୟା ଉପରେ ଚିନ୍ତା କରିବି। ନିଶ୍ଚିତ ରୂପେ ମୋର ଯୋଉମାନେ ଶୁଭଚିନ୍ତକ ଅଛନ୍ତି, ଓଲିସର ଅଛନ୍ତି, ମୋର ଯୋଉମାନେ ମୋ ସାଙ୍ଗରେ କାନ୍ଧକୁ କାନ୍ଧ ମିଶେଇ ରାଜନୀତିରେ ମୋତେ ଆଗକୁ ଆଣିଛନ୍ତି, ଯୋଉମାନେ ମୋର ପରାମର୍ଶଦାତା ଅଛନ୍ତି, ମିଡିଆରେ ବହୁତ ବନ୍ଧୁ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ଏବଂ କେନ୍ଦ୍ର ରାଜନୈତିକ ସ୍ଥିତି ଏବଂ ଆମେ କ'ଣ କରିଲେ ଭଲ ହେବ, କୋଉ ପଦକ୍ଷେପ ନେଲେ ଭଲ ହେବ, ସବୁ ପୁଙ୍ଖାନୁପୁଙ୍ଖ ତର୍ଜମା କଲା ପରେ ମୁଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି ଏବଂ ମୁଁ କହିସାରିଛି ଗୋଟିଏ ଲାଇନ୍ ଯେ ମୁଁ ହେଲି 24x7 ସାମାଜିକ କର୍ମୀ କମ୍ ରାଜନୈତିକ ବ୍ୟକ୍ତି। ରାଜନୀତି ମୋ ସାଙ୍ଗରେ ରହିବ, ରାଜନୀତିକୁ ଛାଡ଼ିବାର ନାହିଁ। ତେବେ ସୋସିଆଲ ମିଡ଼ିଆ ଅଥବା ହେଇକି ସାଧାରଣ ଲୋକମାନେ ଚର୍ଚ୍ଚା କରୁଛନ୍ତି କି ଆପଣ ଗୋଟେ ନୂଆ ଦଳ ଗଢ଼ିବେ ଯେଉଁ ଅପ୍ରକୃତ ନେତା କିଛି ରାଜ୍ୟରେ ଅଛନ୍ତି ତାଙ୍କୁ ନେଇକି ସେଇ ଗୋଟେ ନୂଆ ନେତୃତ୍ୱରେ ଆପଣ ଦେଖନ୍ତୁ, ଏ କଥାରେ କେତେ ସତ୍ୟତା ମୁଁ ମୁଁ ଯେତେବେଳେ ପର୍ଯ୍ୟନ୍ତ ଆଲୋଚନା କରିନାହିଁ, ଅଛି? ମୁଁ ନିଜେ ଜାଣିନାହିଁ ମୁଁ କ'ଣ କରିବି, ମୁଁ ତା ଉପରେ କିଛି କହିବା ଉଚିତ ମନେ କରିବି ନାହିଁ। ନିଶ୍ଚିତ ରୂପେ ମୁଁ ମିଡିଆ ଫ୍ରେଣ୍ଡ ବି ଯେତେବେଳେ ମୁଁ ଏ ବିଷୟ ନିଷ୍ପତ୍ତି ନେବି, ପ୍ରଥମେ ଆପଣଙ୍କୁ ଡାକି କହିବି, ଆପଣ ପୁଣି ତାକୁ ବଜେଇବା ପାଇଁ ଯଦି ଚେଷ୍ଟା କରିବେ ତାହେଲେ ଆମର କାର୍ଯ୍ୟକ୍ରମ ସଫଳ ହେବ। ଝିଅ ଏବେ କଂଗ୍ରେସର ବିଧାୟିକା ଆପଣ ଠିକ୍ ସେଇ ସମୟରେ ଏଭଳି ଜିନିଷଟି ହେଉଛି ତାଙ୍କ ଉପରେ ପ୍ରଭାବ ପଡ଼ିବ ବୋଲି ଭାବୁଛନ୍ତି? ଦେଖନ୍ତୁ, ଝିଅକୁ କଟକ ସହରର ରେସ୍ପନ୍ସିବଲ ଲୋକ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ସେ ସେବା କରିବାକୁ କଟକ ସହରର ମ୍ୟାଣ୍ଡେଟ୍ ପାଇଛି, ତା କାର୍ଯ୍ୟକ୍ରମ କରିବେ। ମୁଁ ଦଳକୁ ସୁଧାରିବା ପାଇଁ ମୋର କାର୍ଯ୍ୟକ୍ରମ କରିଥିଲି, ମୁଁ ମୋ କାର୍ଯ୍ୟକ୍ରମ କରୁଛି। ଏଥିରେ ତାର କିଛି ସମ୍ପୃକ୍ତି ନାହିଁ କି ତା ସାଙ୍ଗେ ମୋର ଚିଠି ଦେବା ଦିନଠୁ ଆଜି ପର୍ଯ୍ୟନ୍ତ ଭେଟ ମଧ୍ୟ ହେଇନି। ସେ ନାହିଁ ମଧ୍ୟ। ହାଇକମାଣ୍ଡ ସହିତ ପୁଣି ଥରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବେନି ଆପଣ ବା ଦଳକୁ ଫେରିବା ପାଇଁ କୌଣସି ପଦକ୍ଷେପ ନେବେନି? ନା, ମୁଁ ସମ୍ମାନୀ ବ୍ୟକ୍ତି। ମୋତେ ହାଇକମାଣ୍ଡ ଟାଇମ୍ ଦେଲେନି ବୋଲି ତ ମୁଁ ଚିଠି ଲେଖିଲି ତାଙ୍କୁ। ପୁଣି ଚିଠି ଲେଖିକି ଏକ୍ସପେଲ୍ ହେଲା ପରେ ହାଇକମାଣ୍ଡକୁ ଯୋଗାଯୋଗ କରିବା କୌଣସି ଆବଶ୍ୟକତା ନାହିଁ। ମୁଁ ସମସ୍ତଙ୍କ ସହିତ ଆଲୋଚନା କଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି। ନିରଞ୍ଜନ ପଟ୍ଟନାୟକ ମୋତେ କହିଲେ କି ରାଜ୍ୟ କଂଗ୍ରେସକୁ ଆପଣଙ୍କ ଭଳି ଲୋକ ରହିବାର ଆବଶ୍ୟକତା ଥିଲା କିନ୍ତୁ କଂଗ୍ରେସ ଏତେ ଭୁଲ କରିଛି। ଦେଖନ୍ତୁ, ମୋର ସମସ୍ତେ ବନ୍ଧୁ ଏଲିସର କଂଗ୍ରେସ ପାର୍ଟିରେ ଅଛନ୍ତି, ଯେଉଁମାନେ ମୋତେ ଚାହୁଁଥିଲେ ମୋତେ ଆମେ ମିଶିକି କାମ କରୁଥିଲେ। ମୁଁ ସମସ୍ତଙ୍କୁ ସମ୍ମାନ ଜଣାଉଛି। ସେଥିପାଇଁ
किए भल कहला ताकू किसी कहना चाहूना जो मैंने खराब भी कहते ताकू किसी कहना चाहूना तार कौन कंपलसन थी कि कौ प्रति व्यवस्था राजनीति कर मोर कहा उपरे पदे टिप्पणी देवार ना मोर चिठी सीधा जाइला सोनिया गांधी पाखु तो मु अनुभव कली जे मत से मो चिठी उपरे मत कार्यानुष्ठान महत्व ସାର୍ ଆମେ କହିବା ମହମ୍ମଦ ମକିମ କଂଗ୍ରେସର ହାତ ସମ୍ପୂର୍ଣ୍ଣ ଛାଡ଼ିଦେଲେ ଆଉ ଖେଳିବେନି ବୋଲି। नहीं कांग्रेस तो मतलब संपूर्ण छाड़ देती कि मो विचारधारा सांगे कांग्रेस अच्छी आइडियोलोजी सांगे कांग्रेस अच्छी कांग्रेस आम स्वाधीनता बेलू मो कही बारंबार जे मोर माँ मामू स्वाधीनता संग्रामी थे कांग्रेस प्रथम एमएलए थे माँ रास्ता से परिवार आसी तेणु कांग्रेस को ठिया कर मुख्य भूमिका थी आज कांग्रेस आमको छाड़ देती किंतु आमर चिंताधारा आमर विचार या कांग्रेस नहीं पारनी ता मत मत पूर्व कांग्रेस एक्सपेल कर सस्पेंड कर पार्टी को पुणी सस्पेंशन विड्र कले पुणी परिश्रम कली पुणी गोटे से जगार गोटे विधायक को कांग्रेस को देती तो मु कांग्रेस जहाँ करवा कथा तेणु मुझे बर्तमान से दल में जेहेतु ना से दल विषय लोक विषय आलोचना करा उचित ସାର୍ ଗୋଟେ ଆଲୋଚନା ହେଉଛି କି ଆପଣଙ୍କ ସାଙ୍ଗରେ ବିଜେପି ଯୋଗାଯୋଗରେ ଅଛି। କିନ୍ତୁ ଆଲୋଚନା ସେତେବେଳେ ମଧ୍ୟ ହେଇଥିଲା ଯେନ୍ ଦ୍ରୌପଦୀ ମୁର୍ମୁକୁ ଭୋଟ ଦେଇଥିଲେ ସେତେବେଳେ ମାନ୍ୟବର ମହାମାନ୍ୟ ଗଭର୍ଣ୍ଣର ଆମକୁ ଆସିଥିଲେ ସେ ଲୋକ କହିଲେ ବୋଧେ ବିଜେପିରେ ଯାଇକି ମିଶିଯିବେ କିନ୍ତୁ ମୁଁ ସସ୍ପେଣ୍ଡ ହେଲି ପୁଣି ୱିଡ୍ର ହେଲା ପୁଣି କଂଗ୍ରେସ ପାଇଁ କାମ କଲି କିନ୍ତୁ ମୋ ସାଙ୍ଗେ ଯିଏ ସସ୍ପେଣ୍ଡ ହେଇଥିଲେ ସେ କଂଗ୍ରେସ ଛାଡ଼ି ଚାଲିଗଲେ କିନ୍ତୁ ମୁଁ ରହିଥିଲି କ'ଣ ବିଜନେସ୍ କରୁଛନ୍ତି ବୋଲି ବିଜେପି ମୁଁ ବିଜନେସ୍ 93ରୁ କରୁଛି ଏବଂ 24 ବର୍ଷ विजु जनता दल बीजेपी सरकार मिसिक थे 10 वर्ष 15 वर्ष तक सरकार थिला मु हेडन लड़ी बोली आज एत भिक्टिमाइज होती एत केस होती एत कचुरी होती मो ना तेणु मोहम्मद नकीम टी डिफरेन्ट मटेरियल मु सेल्फ मेड लोक मु 5 वर्ष विधायक रही कटक दिने नवीन पट्टनायक डैश शेयर करनी मो विरोधी माने विरोधी तेणु भारतीय जनता पार्टी तो आमर विरोधी थे तेणु भारतीय जनता पार्टी हो कि विजु जनता दल हो कि आउ कौन सी दल थी किंतु मु निज विचारधारा कांग्रेस को सुधार आने मुझे खुशी अच्छी कि मत पनिशमेंट होती किंतु केंद्रीय स्तर में मो चिठी को नहीं सबू जो मीडिया चैनल डिस्कसन मीटिंग ने आलोचना है सोनिया गांधी पाखे कथा पहुँची कथा पहुँचला से जहाँ निष्पत्ति ने कि ये गोटे हैंडल मु PWC धरे देती या उपरे केबे ना केबे तर्जमा हम केबे ना केबे पदक्षेप ग्रहण करा कांग्रेस पे भल हम तार सूत्रधर है मोहम्मद देखो मु कांग्रेस दल भर जिते कई दायित्व नथिले सभापति रिजल्व हो जाता सब कमिटी भांगी जाता से केंद्रीय नेतृत्व मत दायित्व देते कार्यक्रम करने निष्ठा सह कर तेणु मु कहली जे मु जिते कांग्रेस दल में थी मो ड्यूटी जहाँ कराया कथा मु निष्ठापथ ସାର୍ ଆପଣଙ୍କୁ ସିନା ବହିଷ୍କାର କରାହେଲା ଆପଣ ଚିଠିରେ ଲେଖିଥିବା କଥା ଗୁଡ଼ିକ ତର୍ଜମା ହେବ ବୋଲି ଭାବୁଛନ୍ତି बहिष्कार कहीं कल बहिष्कार कले सत्यटा को मुझे उगाड़ी और सत्य भी कहला तो आवश्यकता ये काली कांग्रेस दल नेता राहुल गांधी से भोट चोरी प्रसंग उपर कथा होते सत्य उपर कथा कहते मोहन भागवत शक्ति कथा कहते मुझे सत्यर जय तेणु सी सदा सर्वदा कहते डरमा ये स्लोगान थिला जे मोर प्रत्येक कार्यकर्ता हूँ बब्बर से